ବର୍ତ୍ତମାନେ 29 ମାର୍ଚ୍ଚ 2025କୁ ଲାଗିବାକୁ ଯାଉଛି ଏହି ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏବଂ ଏହି ଦିନ ଚୈତ୍ର ଅମାବାସ୍ୟା ଏବଂ ଶନିବାର ମଧ୍ୟ ପଡ଼ୁଅଛି। ବିଶେଷ କଥା ହେଉଛି ଏହି ଦିନ ଶନିଙ୍କର ମହାପରିବର୍ତ୍ତନ ହେବାକୁ ଯାଉଛି, ଯାହାକି ଦୀର୍ଘ 2.5 ବର୍ଷ ପରେ ଶନି ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ରାଶିଚକ୍ରର 12ଗୋଟି ରାଶି ମଧ୍ୟରୁ 6ଗୋଟି ରାଶିମାନଙ୍କୁ ଏହାର ଶୁଭ ପ୍ରଭାବ ମିଳିବାକୁ ଯାଉଛି ଏବଂ 6ଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି। ବନ୍ଧୁମାନେ, ପ୍ରଥମ ଥର ଏଭଳି ଏକ ସଂଯୋଗ ହେବାକୁ ଯାଉଛି ଯେଉଁଦିନ କି ଗୋଟିଏ ଦିନରେ ସୂର୍ଯ୍ୟପରାଗ ଲାଗୁଛି ଏବଂ ଏହି ଦିନ ଶନି ଚଳନ ମଧ୍ୟ ହେଉଛି ଏବଂ ଏହି ଦିନ ଶନିବାର ମଧ୍ୟ ପଡ଼ୁଛି। ତ 29 ମାର୍ଚ୍ଚ 2025କୁ ଲାଗିବାକୁ ଯାଉଥିବା ଏହି ସୂର୍ଯ୍ୟପରାଗ ପରେ 6ଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ଏମାନଙ୍କୁ ଧନଧାନ୍ୟ, ସୁଖ, ସୌଭାଗ୍ୟ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବାକୁ ଯାଉଛି। ଶାସ୍ତ୍ର ଅନୁସାରେ 6ଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି। ଶାସ୍ତ୍ର ଅନୁସାରେ ଏହି 6ଗୋଟି ରାଶିମାନଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି। ଏହି ସୂର୍ଯ୍ୟପରାଗ ପରେ ଆପଣଙ୍କ ଜୀବନରେ ଧନର ବର୍ଷା ହେବ। ଆପଣଙ୍କ ଜୀବନକୁ ଧନ ଆସିବାର ଅନେକ ମାର୍ଗ ମଧ୍ୟ ଖୋଲିଯିବ। ଆପଣଙ୍କ ଜୀବନକୁ ଯେଉଁ ଧନ ଆସିବ ସେଥିରେ ବୃଦ୍ଧି ମଧ୍ୟ ହେବ ଏବଂ ଏହି ସୂର୍ଯ୍ୟପରାଗ ପରେ କିଛି ନିର୍ଣ୍ଣୟ ନେବେ ସେଥିରେ ଆପଣଙ୍କୁ ବହୁତ ଗୁଡ଼ିଏ ସଫଳତା ମଧ୍ୟ ମିଳିବ। ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଅଚାନକ ଲାଭ ପ୍ରାପ୍ତି ହେବ। ଜୀବନରେ ଆପଣ ବହୁତ ଅଧିକ ଉନ୍ନତି କରିବେ। ତେବେ ଆସନ୍ତୁ ଜାଣିନେବା ଏହି 29 ମାର୍ଚ୍ଚ 2025ରେ ଲାଗିବାକୁ ଯାଉଥିବା ସୂର୍ଯ୍ୟପରାଗ କେତେବେଳେ ଆରମ୍ଭ ହେବ ଏବଂ ସୂର୍ଯ୍ୟପରାଗର ସମାପ୍ତି କେତେବେଳେ ହେବ। ଏହା ବ୍ୟତୀତ କିଛି ଉପାୟ ବିଷୟରେ ମଧ୍ୟ ଜାଣିବା। ଯେଉଁ ଉପାୟଗୁଡ଼ିକ ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷମାନେ ଯଦି ଏହି ସୂର୍ଯ୍ୟପରାଗ ଦିନ କରନ୍ତି ତ ଆପଣଙ୍କର ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟା ମଧ୍ୟ ଦୂର ହୋଇଯିବ। ଆପଣଙ୍କ ଜୀବନରେ ଚାଲିଥିବା ଅନେକ ପ୍ରକାର ଦୁଃଖ ଏବଂ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଏହା ସହିତ ଆପଣଙ୍କୁ ଧନଧାନ୍ୟ, ସୁଖ ସମୃଦ୍ଧି ଏବଂ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ। ଏହା ସହିତ ଆମେ ଜାଣିବା ଯେ ସୂର୍ଯ୍ୟପରାଗ ଦିନ କେଉଁ ସବୁ ଭୁଲ ରହିଛି ତାହା ସବୁ ଜାଣିବା ଅନୁଚିତ ଅଟେ, କାରଣ ସୂର୍ଯ୍ୟପରାଗ ଦିନ ଯଦି ଆପଣ ଏସବୁ ଭୁଲ କରନ୍ତି ତ ଆପଣଙ୍କୁ ଅଚାନକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବନ୍ଧୁମାନେ, ଯଦି ଆପଣଙ୍କ ଜୀବନରେ ଧନ ଆସିବା ବନ୍ଦ ହୋଇଯାଇଛି, ବେପାର ବାଣିଜ୍ୟରେ ଆପଣଙ୍କର କ୍ଷତି ହେଉଛି, ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ, ଆପଣ ସର୍ବଦା ବେମାରୀରେ ପଡ଼ୁଛନ୍ତି, ଆପଣଙ୍କ ଉପରେ ଯଦି କୌଣସି ବ୍ୟକ୍ତି କଳାଜାଦୁ କିମ୍ବା ଗୁଣିଗାରେଡ଼ି କରିଛି କିମ୍ବା ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ବି ଲାଗି ରହିଛି, ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ଯଦି କୌଣସି ଉପାୟ ଆପଣ ଏହି ସୂର୍ଯ୍ୟପରାଗ ଦିନ ପାଳନ କରନ୍ତି ତ ଏହି ଉପାୟର ଲାଭ ଆପଣଙ୍କୁ ତୁରନ୍ତ ହିଁ ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ପ୍ରକାରର କଷ୍ଟ ଏବଂ ସମସ୍ୟାରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଯାଇଥାଏ। ତାପରେ ଆମେ ଜାଣିବା ଯେ କେଉଁ 6ଗୋଟି ରାଶିଙ୍କର ଭାଗ୍ୟ ସୂର୍ଯ୍ୟପରାଗ ଠାରୁ ବଦଳିବାକୁ ଯାଉଛି। ତେବେ ବନ୍ଧୁମାନେ, ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ତେବେ ବନ୍ଧୁମାନେ, ବର୍ଷର ପ୍ରଥମ ସୂର୍ଯ୍ୟପରାଗଟି ମାମୁଲି ସୂର୍ଯ୍ୟପରାଗ ନୁହେଁ, ବରଂ ଏହା ଏକ ମହାସୂର୍ଯ୍ୟପରାଗ ହେବାକୁ ଯାଉଛି, ଯାହାକି 29 ମାର୍ଚ୍ଚ 2025 ଶନିବାର ଦିନ ଲାଗିବାକୁ ଯାଉଛି। ଏହି ଦିନ ଚୈତ୍ର ଅମାବାସ୍ୟା ପଡ଼ୁଅଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ସୂର୍ଯ୍ୟପରାଗ ସମୟରେ ସମସ୍ତ ଦୈବୀ ଶକ୍ତିମାନଙ୍କର ପ୍ରଭାବ କମ୍ ହୋଇଯାଇଥାଏ। ତେବେ ବର୍ଷର ଏହି ପ୍ରଥମ ସୂର୍ଯ୍ୟପରାଗଟି 29 ମାର୍ଚ୍ଚ 2025 ରାତି 9:01 ଆରମ୍ଭ ହେବ ଏବଂ ଏହାର ସମାପ୍ତି ମଧ୍ୟ ରାତ୍ରି 2:02 ଶେଷ ହେବ। ତ ବନ୍ଧୁମାନେ, ଏହି ସୂର୍ଯ୍ୟପରାଗଟି ଭାରତରେ ଦୃଶ୍ୟମାନ ହେବ ନାହିଁ। ତେବେ ଭାରତରେ ଏହା ଦୃଶ୍ୟମାନ ନ ହେଲେ ମଧ୍ୟ ଏହାର ପ୍ରଭାବ ସମସ୍ତ ବିଶ୍ୱ ଉପରେ ପଡ଼ିଥାଏ। ଏହାର ପ୍ରଭାବ ତ ରାଶିମାନଙ୍କ ଉପରେ ପଡ଼ିଥାଏ ଏବଂ ଯଦି ଏହି ଦିନ ଆପଣ କୌଣସି ଉପାୟର ପାଳନ କରନ୍ତି ତ ସେହି ଉପାୟର ପ୍ରଭାବ ମଧ୍ୟ ଆପଣଙ୍କୁ ତୁରନ୍ତ ହିଁ ପ୍ରାପ୍ତି ହୋଇଥାଏ। ବନ୍ଧୁମାନେ, ଯେବେ ବି ସୂର୍ଯ୍ୟପରାଗ ହୋଇଥାଏ ସେତେବେଳେ ସୂର୍ଯ୍ୟଦେବ ନିଜର ରାଶି ପରିବର୍ତ୍ତନ କରିଥାନ୍ତି ଏବଂ ଏହାର ସମ୍ପୂର୍ଣ୍ଣ ପ୍ରଭାବ 12ଗୋଟି ରାଶିମାନଙ୍କ ଉପରେ ପଡ଼ିଥାଏ। ତେବେ ବନ୍ଧୁମାନେ, ଯେଉଁ ବ୍ୟକ୍ତିମାନଙ୍କର କୁଣ୍ଡଳୀରେ ସୂର୍ଯ୍ୟ ମଜବୁତ ସ୍ଥିତିରେ ରହିଥାନ୍ତି, ଭଲ ସ୍ଥିତିରେ ରହୁଥାନ୍ତି, ସେହି ବ୍ୟକ୍ତି ନିଜ ଜୀବନରେ ବହୁତ ଉନ୍ନତି କରିଥାଏ। ବିଶେଷ କରି ସରକାରୀ କ୍ଷେତ୍ରରେ ତାଙ୍କୁ ବହୁତ ଅଧିକ ସଫଳତା ମିଳିଥାଏ। ଭାଗ୍ୟର ସାଥ ମଧ୍ୟ ସେହି ବ୍ୟକ୍ତିଙ୍କୁ ମିଳିଥାଏ। ସମାଜରେ ସେମାନଙ୍କୁ ବହୁତ ଅଧିକ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ ଏବଂ
ଏଥର ଯେତେବେଳେ ସୂର୍ଯ୍ୟପରାଗ ଲାଗିବ ତ ତୁରନ୍ତ ହିଁ ଏହି 6ଗୋଟି ରାଶିମାନଙ୍କ ଭାଗ୍ୟ ବଦଳିଯିବ। ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ ଦିନ କେଉଁ ଉପାୟ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ସୁନା ପରି ଚମକିଥାଏ ଏବଂ ଆପଣ ଆପଣଙ୍କର ଜୀବନରେ ବହୁତ ଅଧିକ ଉନ୍ନତି କରିଥାନ୍ତି। ଏହାପରେ ଜାଣିବା କେଉଁ 6ଗୋଟି ରାଶି ଯେଉଁମାନଙ୍କର ଭାଗ୍ୟ ଏହି ସୂର୍ଯ୍ୟପରାଗ ଠାରୁ ବଦଳିଯିବାକୁ ଯାଉଛି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବନ୍ଧୁମାନେ ମନେ ରଖନ୍ତୁ ଯେ ଯେତେ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟପରାଗ ଲାଗି ରହିବ ନା ସେତେବେଳେ ପର୍ଯ୍ୟନ୍ତ ଆପଣ ନିଜ ଗୃହରେ ଖାଦ୍ୟ ପ୍ରସ୍ତୁତ କରିବେ ଏବଂ ନାହିଁ ସେହି ସମୟ ମଧ୍ୟରେ ଆପଣ ନିଜେ ଖାଦ୍ୟ ଗ୍ରହଣ କରିବେ। ଦ୍ୱିତୀୟରେ ଏହି ସମୟ ଅବଧି ମଧ୍ୟରେ ମହିଳାମାନେ ନିଜ କେଶରେ ତେଲର ବ୍ୟବହାର କରନ୍ତୁ ନାହିଁ। ଏହାକୁ ବହୁତ ଅଶୁଭ ମାନାଯାଏ। ଏମିତିରେ ବି ଏହା ଯେହେତୁ ରାତ୍ରି କାଳରେ ପଡ଼ୁଛି ତ ରାତ୍ରି କାଳରେ ତେଲ ଲଗାଇବା ମଧ୍ୟ ନିଷେଧ ଅଟେ। ଏହା ବ୍ୟତୀତ ସୂର୍ଯ୍ୟପରାଗ ସମୟରେ ଆପଣ କୌଣସି ଧାରୁଆ ବସ୍ତ୍ର ମଧ୍ୟ ପ୍ରୟୋଗ କରନ୍ତୁ ନାହିଁ। ଯେମିତିକି ଛୁରୀ, କଇଁଚି ଏସବୁର ପ୍ରୟୋଗ ଆପଣ କରନ୍ତୁ ନାହିଁ। ଏହା ବ୍ୟତୀତ ସୂର୍ଯ୍ୟପରାଗ ସମୟରେ ସିଲେଇ ମଧ୍ୟ କରାଯାଇନଥାଏ ତ ଆପଣ ଛୁଞ୍ଚିର ପ୍ରୟୋଗ ମଧ୍ୟ କରନ୍ତୁ ନାହିଁ। ନଚେତ୍ ଏହାର ସିଧାସଳଖ କୁପ୍ରଭାବ ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପଡ଼ିଥାଏ। ଆପଣ ଯଦି ବିବାହିତ ଅଟନ୍ତି ତ ଏହି ସୂର୍ଯ୍ୟପରାଗ ସମୟରେ ଆପଣ ଶାରୀରିକ ସମ୍ପର୍କ ମଧ୍ୟ ରଖନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାର ଦୋଷର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଏବେ ଆସନ୍ତୁ ଜାଣିବା ଯେ ପ୍ରଥମ ଉପାୟଟି କ'ଣ ଅଟେ। ତେବେ ପ୍ରଥମ ଉପାୟଟି ହେଉଛି ଋଣ-କରଜର ମୁକ୍ତି ପାଇବାର ମହା ଉପାୟ। ବନ୍ଧୁମାନେ ଯଦି ଆପଣ ଏପରି କିଛି ଋଣ-କରଜର ମାୟାଜାଲରେ ଛନ୍ଦି ହୋଇଯାଇଛନ୍ତି ତ ଯେଉଁଥିରୁ ଆପଣ ବାହାରି ପାରୁନାହାନ୍ତି, ଋଣ-କରଜ ଭାର ଆପଣଙ୍କ ଉପରେ ବଢ଼ିଯାଉଛି, ଆପଣଙ୍କର ଆର୍ଥିକ ସ୍ଥିତି ଧୀରେ ଧୀରେ ଦୁର୍ବଳ ହୋଇଯାଉଛି, ଆପଣଙ୍କୁ ସର୍ବଦା ସେଥିପାଇଁ ମାନସିକ ଚିନ୍ତା ଦ୍ୱାରା ଗତି କରିବାକୁ ପଡ଼ୁଛି। ତ ସୂର୍ଯ୍ୟପରାଗ ଦିନ ଯେମିତି ହିଁ ରାତି 9:01 ସୂର୍ଯ୍ୟପରାଗ ଆରମ୍ଭ ହେବ ସେହି ସମୟରେ ଆପଣ ଗୋଟିଏ ଲାଲ ରଙ୍ଗର କପଡ଼ା ନେଇଯାଆନ୍ତୁ ଏବଂ ସେହି ଲାଲ ରଙ୍ଗର କପଡ଼ା ଉପରେ ଆପଣ ଗୋଟିଏ ମୁଠା ଲବଙ୍ଗ ରଖିଦିଅନ୍ତୁ। ତେବେ ଧ୍ୟାନ ରଖିବେ ଲବଙ୍ଗ ଗୁଡ଼ିକ ଯେମିତି ସମ୍ପୂର୍ଣ୍ଣ ନିଖୁଣ ହୋଇଥାଏ। ତାପରେ ସେହି କପଡ଼ାରେ ପୁଟୁଳି ବନେଇ ଦିଅନ୍ତୁ। ତାପରେ ଏହାକୁ ନେଇ ଆପଣ ନିଜ ଠାକୁର ଘରେ ରଖିଦିଅନ୍ତୁ। ତାପରେ ସେହି ପୁଟୁଳିଟିକୁ ନେଇକି ଆପଣ 30 ମାର୍ଚ୍ଚ ଦିନ ମନ୍ଦିର ବାହାରେ ଥିବା କୌଣସି ଭିକାରୀକୁ ଦାନ କରିଦିଅନ୍ତୁ। ଏତିକ ଉପାୟ ଯଦି ଆପଣ ସୂର୍ଯ୍ୟପରାଗ ଦିନ କରିଦିଅନ୍ତି ତ ନିଶ୍ଚିତ ଭାବରେ ସମସ୍ତ ଋଣ କରଜରେ ମୁକ୍ତି ମିଳିଯିବ। 1 ମାସ ଭିତରେ ଆପଣ ଏହାର ରେଜଲ୍ଟ ଦେଖିବାକୁ ପାଇପାରିବେ। ଆପଣଙ୍କ ଜୀବନକୁ ଧନ ଆସିବା ଆରମ୍ଭ ହୋଇଯିବ। ଅନେକ ସର୍ତ୍ତରୁ ଆପଣଙ୍କୁ ରୋଜଗାର ପନ୍ଥା ମିଳିଯିବ ଏବଂ ଆପଣଙ୍କ ଜୀବନରେ ଅନେକ ଉନ୍ନତି କରିବାକୁ ଲାଗିବେ। ଆପଣଙ୍କ ଜୀବନକୁ ଧନ ଆସିବାର ଯେଉଁ ବାଟଗୁଡ଼ିକ ବନ୍ଦ ହୋଇଯାଇଥିଲା ସେ ବାଟଗୁଡ଼ିକ ପୁନର୍ବାର ଖୋଲିଯିବ। ଅନେକ ମାର୍ଗ ଆପଣଙ୍କୁ ଧନ ଯୋଗାଡ଼ କରିବା ପାଇଁ ମିଳିଯିବ। ବନ୍ଧୁମାନେ ଯଦି ଆପଣଙ୍କ ଗୃହରେ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଯାଇଛି, ଆପଣଙ୍କ ଗୃହରେ ବ୍ୟକ୍ତି କଳା ଯାଦୁ କରୁଛି, ଗୁଣିଗାରେଡ଼ି କରୁଛି ଏବଂ ଯେଉଁ କାରଣରୁ ଆପଣ ଚିନ୍ତିତ ଅଛନ୍ତି, ସମସ୍ୟା ଭିତରେ ଗତି କରୁଛନ୍ତି ତ ଏହି ସୂର୍ଯ୍ୟପରାଗ ଦିନ ଆପଣ ଗୋଟିଏ ନଡ଼ିଆ କିଣିକି ନେଇ ଆସନ୍ତୁ। ତାପରେ ସେହି ନଡ଼ିଆକୁ ଆପଣଙ୍କ ଘର ସମସ୍ତ ସଦସ୍ୟମାନଙ୍କ ମଥାରେ ଛୁଇଁ ନିଅନ୍ତୁ। ତାପରେ ନଡ଼ିଆଟିକୁ ନେଇ ଆପଣ ନିଜର ଠାକୁର ଘରେ ରଖିଦିଅନ୍ତୁ। ତାପରେ ସେହି ନଡ଼ିଆକୁ ଆପଣ ତାପର ଦିନ ଅର୍ଥାତ୍ 30 ମାର୍ଚ୍ଚ ଦିନ ମନ୍ଦିରର ପୂଜାରୀକୁ ଦେଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ଗୃହରେ ଥିବା ନଜର ଦୋଷ କଟିଯାଇଥାଏ। ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ଦୂରେଇ ହୋଇଯାଇଥାଏ ଏବଂ ଆପଣଙ୍କ ଗୃହରେ ସକାରାତ୍ମକ ଉର୍ଜା ମଧ୍ୟ ସଞ୍ଚାର ହୁଏ। ବନ୍ଧୁମାନେ ତନ୍ତ୍ରଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ସୂର୍ଯ୍ୟପରାଗ ଦିନ ଯଦି ଆପଣ ନିଜ ଘରକୁ ସଦାବିହାରୀ ଫୁଲ ଗଛ ନେଇ ଆସନ୍ତି ଏବଂ ତାକୁ ଆପଣ ଗୃହରେ ପରିସର ମଧ୍ୟ ଲଗାନ୍ତି ତ ଏପରି କରିବା ଦ୍ୱାରା ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଅଶେଷ କୃପା ପ୍ରାପ୍ତି ହୋଇଥାଏ। ବନ୍ଧୁମାନେ ସଦାବିହାରୀ ଗଛଟି ଏକ ଏପରି ଗଛ ହୋଇଥାଏ ଯେଉଁଥିରେ ମା ଲକ୍ଷ୍ମୀଙ୍କର ଉପରେ ବସା ହୋଇଥାଏ। ଆପଣ ସୂର୍ଯ୍ୟପରାଗ ପରଦିନ ଆପଣ ନିଜର ଘରକୁ ସଦାବିହାରୀ ଗଛ ନେଇ ଆସନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ଘରର ପୂର୍ବ ଦିଗରେ ଲଗାଇ ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ଏହାର ଯତ୍ନ ନିଅନ୍ତୁ। ଏହାକୁ ଜଳ ଅର୍ପଣ କରନ୍ତୁ। ଏତିକି ଉପାୟ ଯଦି ଆପଣ ସୂର୍ଯ୍ୟପରାଗର ପରଦିନ କରିଦିଅନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସଦାସର୍ବଦା ପ୍ରାପ୍ତି ହେବ। ଆପଣ ନିଜ ଜୀବନରେ ବହୁତ ଅଧିକ ଉନ୍ନତି କରିବେ। ଆପଣଙ୍କ ଜୀବନକୁ ଧନ ଆସିବା ଆରମ୍ଭ ହୋଇଯିବ। ଏହା ବ୍ୟତୀତ ଆପଣଙ୍କ ଗୃହରେ କେବେ ବି ଧନର ଅଭାବ ହେବ ନାହିଁ। ଏବଂ ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଯେଉଁମାନଙ୍କର ଭାଗ୍ୟ ଏହି ସୂର୍ଯ୍ୟପରାଗ ଦିନଠାରୁ
ବଦଳିବାକୁ ଯାଉଛି। ତେବେ ପ୍ରଥମ ରାଶିଟି ହେଉଛି ମକର ରାଶି। ତ ସୂର୍ଯ୍ୟ ପରାଗ ପରେ ଆପଣଙ୍କର ଭାଗ୍ୟ ପ୍ରବଳ ହୋଇଯିବ। ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। ଆପଣଙ୍କ ମା ଲକ୍ଷ୍ମୀଙ୍କର ଅଶେଷ କୃପା ହେବ। ଆପଣଙ୍କୁ ନବଗ୍ରହ ସାଥ ଦେବା ଆରମ୍ଭ କରିଦେବ। ଆପଣ ଯଦି ଚାକିରି ପାଇଁ ସମସ୍ୟାରେ ଥିଲେ, ଚିନ୍ତାରେ ଥିଲେ କିମ୍ବା ଆପଣଙ୍କର ଚାକିରି ହୋଇପାରୁନଥିଲା, ତ ଏହି ସୁଯୋଗ ପରେ ଆପଣଙ୍କୁ ଆପଣଙ୍କର ଯୋଗ୍ୟତା ଅନୁସାରେ ଚାକିରି ମଧ୍ୟ ମିଳିଯିବ। କାରଣ ଆପଣଙ୍କର ଏହି ସୂର୍ଯ୍ୟ ପରାଗ ପରେ ଶନି 7.5ର ସମ୍ପୂର୍ଣ୍ଣ ରୂପରେ ସମାପ୍ତି ହୋଇଯିବ, ଯାହାଫଳରେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ। ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କ ଜୀବନରେ ଏପରି ଏକ ପରିବର୍ତ୍ତନ ହେବାକୁ ଯାଉଛି, ଯାହାଫଳରେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଅନେକ ଉନ୍ନତି କରିବେ। ଆପଣଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳିଯିବ। ଦ୍ୱିତୀୟ ରାଶିଟି ହେଉଛି ତୁଳା ରାଶି। ଏମିତିରେ ବି ତୁଳା ରାଶି ପାଇଁ ଶନିଦେବ ହେଉଛନ୍ତି ଯୋଗକାରକ ଗ୍ରହ। ତ ସୂର୍ଯ୍ୟ ପରାଗ ପରେ ଆପଣଙ୍କ ପାଇଁ ବହୁତ ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ଯଦି ଆପଣଙ୍କର ଲମ୍ବା ସମୟ ଧରି କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ଲାଗି ରହିଥିଲା, ତ ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣଙ୍କର ବନ୍ଦ ରହିଥିବା କାର୍ଯ୍ୟ ଆଗକୁ ବଢ଼ିବ। ଯଦି ବିଜନେସରେ ଆପଣ କ୍ଷତିର ସମ୍ମୁଖୀନ ହେଉଛନ୍ତି, ତ ବିଜନେସରେ ଆପଣଙ୍କର ଗ୍ରୋଥ ଆରମ୍ଭ ହୋଇଯିବ। ଆପଣଙ୍କର ବିଜନେସ୍ ଧୀରେ ଧୀରେ ଗ୍ରୋ କରିବ। ଆପଣଙ୍କ ଜୀବନକୁ ଧନ ଆସିବାର ଅନେକ ଗୁଡ଼ିଏ ମାର୍ଗ ଖୋଲିଯିବ। ଆପଣ ନିଜ ଜୀବନରେ ଉନ୍ନତି କରିବାକୁ ଲାଗିବେ। ପ୍ରଭୁ ଶନିଦେବଙ୍କର ଆଶୀର୍ବାଦରୁ ଏହି ସୂର୍ଯ୍ୟ ପରାଗ ପରେ ତୁଳା ରାଶିର ବ୍ୟକ୍ତି ବିଶେଷମାନେ ଯଦି କୌଣସି ବେପାର ବାଣିଜ୍ୟ ଆପଣ ଆରମ୍ଭ କରନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ଅଧିକ ସଫଳତା ମିଳିବ। ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତି ବିଶେଷମାନଙ୍କର ଏହି ସୂର୍ଯ୍ୟ ପରାଗ ପରେ ବିଦେଶ ଯାତ୍ରାର ଯୋଗ ବନୁଛି। ଏହା ବ୍ୟତୀତ ଆପଣଙ୍କୁ ରାଜନୈତିକ ଲାଭ ମଧ୍ୟ ହେବ। ଆପଣଙ୍କର ଶତ୍ରୁହନ୍ତା ଯୋଗ ମଧ୍ୟ ବନୁଛି। ଯଦି ଆପଣ କୌଣସି ଋଣ କରଜରେ ଭାରାକ୍ରାନ୍ତ ଥିବେ, ଋଣ କରଜରେ ଆପଣଙ୍କୁ ମୁକ୍ତି ମିଳିବ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଉନ୍ନତି କରିବେ। ବେପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ବହୁତ ଅଧିକ ସଫଳତା ପ୍ରାପ୍ତି ହେବ। ନୂତନ ଚାକିରି ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ଯଦି ଆପଣ ଚାକିରି କରୁଛନ୍ତି, ତ ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋଶନ ମଧ୍ୟ ହେବ। ଶନିଦେବଙ୍କର କୃପାରୁ ଆପଣଙ୍କର ଭାଗ୍ୟ ଚମକି ଉଠିବ। ଚତୁର୍ଥ ଭାଗ୍ୟଶାଳୀ ହେଉଛି ମେଷ ରାଶି। ତେବେ ଏହି ସୂର୍ଯ୍ୟ ପରାଗ ଠାରୁ ଶନି 7.5ର ଆରମ୍ଭ ହୋଇଯିବ। ମାତ୍ର ଆପଣଙ୍କୁ ଅଶୁଭ ଫଳ ସହିତ ଅନେକ ଗୁଡ଼ିଏ ଶୁଭ ଫଳ ମଧ୍ୟ ପ୍ରାପ୍ତି ହେବ। ଯଦି ଆପଣଙ୍କ ପାଖରେ ଚାକିରି ନାହିଁ, ଆପଣ ଚାକିରି ପାଇଁ ପ୍ରିପେୟାର ହେଉଛନ୍ତି, ତ ଆପଣଙ୍କର ଯୋଗ୍ୟତା ଅନୁସାରେ ଆପଣମାନଙ୍କୁ ଆପଣ ଇଚ୍ଛା ମୁତାବକ ଚାକିରି ପ୍ରାପ୍ତି ହେବ। ଏହି ସୂର୍ଯ୍ୟ ପରାଗ ପରଠାରୁ ଆପଣଙ୍କ ଜୀବନରେ ଏକ ବିରାଟ ବଡ଼ ପରିବର୍ତ୍ତନ ହେବ। ଆପଣଙ୍କର ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି। ଯଦି ଆପଣଙ୍କର ବିବାହ ବୟସ ହୋଇଯାଇଛି ଏବଂ ଅନେକ ଚେଷ୍ଟା ପରେ ମଧ୍ୟ ଆପଣଙ୍କର ବିବାହ ହୋଇପାରୁନାହିଁ, ତ ଏହି ସୂର୍ଯ୍ୟ ପରାଗ ପରେ ଆପଣଙ୍କର ବିବାହ ଯୋଗ ଖୋଲିଯିବ ଏବଂ ଆପଣଙ୍କର ବିବାହ ମଧ୍ୟ ହୋଇଯିବ। ଆପଣ ଯଦି କୌଣସି ଜମି କିମ୍ବା ଘର, ଗାଡ଼ି ଏସବୁରେ ଡିଲ୍ କରିବା ପାଇଁ ଚାହୁଁଥିଲେ, ତ ଆପଣ କରିପାରିବେ। ଯଦି ଆପଣ ବିଜନେସ୍ କରୁଛନ୍ତି, ତ ବିଜନେସରେ ଆପଣଙ୍କୁ ବହୁତ ଅଧିକ ଲାଭ ପ୍ରାପ୍ତି ହେବ ଏବଂ ଯେଉଁମାନେ ବେରୋଜଗାର ଅଛନ୍ତି, ତ ଆପଣଙ୍କୁ କିଛି ନା କିଛି ରୋଜଗାର ବାଟ ମଧ୍ୟ ମିଳିଯିବ। ଏହା ବ୍ୟତୀତ ଆପଣଙ୍କୁ ଆକସ୍ମିକ ଧନ ଲାଭ ମଧ୍ୟ ହେବ। ଷଷ୍ଠ ଭାଗ୍ୟଶାଳୀ ରାଶିଟି ହେଉଛି ସିଂହ ରାଶି। ତ ଏହି ସୂର୍ଯ୍ୟ ପରାଗ ଠାରୁ ଆପଣଙ୍କର ଶନି 8ରେ ଆରମ୍ଭ ହେବ। କିନ୍ତୁ ତାହା ସହିତ ଆପଣଙ୍କୁ କିଛି ଶୁଭ ଫଳ ମଧ୍ୟ ପ୍ରାପ୍ତି ହେବ। ଆପଣଙ୍କର ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ। କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ନୂତନ ଚାକିରି ପ୍ରାପ୍ତି ହୋଇପାରିବ। ଆପଣଙ୍କୁ ରାଜନୈତିକ ଲାଭ ମଧ୍ୟ ପ୍ରାପ୍ତି ହେବ। ସମାଜରେ ଆପଣଙ୍କୁ ମାନ ସମ୍ମାନ ବଢ଼ିବ। ବୈଦେଶିକ ଗତିବିଧିରେ ମଧ୍ୟରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଦୂର ଯାତ୍ରା କରିବା ମଧ୍ୟ ଯୋଗ ବନୁଅଛି। ଯଦି ଆପଣଙ୍କର କୁମ୍ଭ ରାଶି ହୋଇଥାଏ, ତ ଏହି ସୂର୍ଯ୍ୟ ପରାଗ ପରେ ଆପଣଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି। ସୂର୍ଯ୍ୟ ପରାଗ ପରଠାରୁ ଆପଣଙ୍କର ଶନି 7.5ର ତୃତୀୟ ଚରଣ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ କି ଶନିଦେବ ଆପଣଙ୍କୁ ଅନେକ ପ୍ରକାର ଶୁଭ ଫଳ ପ୍ରଦାନ କରିବେ। ଅନେକ ଦିଗରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଚାକିରି ମଧ୍ୟ ପ୍ରାପ୍ତି ହେବ। ବେପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହେବ। ବେପାର ବାଣିଜ୍ୟରେ ଆପଣଙ୍କର ଉନ୍ନତି ହେବ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଭଲ ଲାଗିଥାଏ, ତ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।